যাত্রা মালিক ମାନଙ୍କ পাখে পয়সা আছে বলি সে যা নাই তা স্টেপ नहीं ଯିବେ ନଙ୍ଗଳା ନାଚକୁ ଯଦି ବ୍ୟାନ୍ କରିପାରିଲେ ନରି ପଣ୍ଡା ଭଳି ଜଣେ ଅଭିନେତାଙ୍କୁ ବ୍ୟାନ୍ କରାଯାଇଛି ତାହେଲେ ବିଜେପି ସରକାର କରୁଛି କ'ଣ ମାଲିକ ମାନେ କଳାକାର ମାନଙ୍କୁ ଏତେ ଟଙ୍କାରେ କିଣି ଦେଇଛନ୍ତି ଯେ ସେମାନେ ମୁହଁ ଖୋଲିବାକୁ ଚୁପ୍ ଯଦି ଏମାନେ ନରି ପଣ୍ଡାକୁ ସପୋର୍ଟ ନ କରନ୍ତି ଆଗାମୀ ଦିନ ଆଙ୍କର ଦଶା ବି ସେମିତି ହେବ ଯାତ୍ରା ମାଲିକ ମାନେ ମିଳିତ ଭାବରେ ନରି ପଣ୍ଡାକୁ ଆକ୍ରମଣ କରିଛନ୍ତି ତାହେଲେ ଯେଉଁ ସବୁ ଯାତ୍ରା କଳାକାର ମାନେ ଏକାଠି ହେଇଥାନ୍ତେ ଇଏ କୁଆଡ଼ୁ ବ୍ୟାନ୍ କରିଥାନ୍ତେ ନରି ପଣ୍ଡାଙ୍କ ସାଙ୍ଗରେ ଓଡ଼ିଶାର ସମସ୍ତ ମିଡ଼ିଆ ଅଛନ୍ତି ତେଣୁ ନରି ପଣ୍ଡା ଭୟ କରନି ନରି ପଣ୍ଡା ଯେତେବେଳେ ସତ୍ୟ ବଖାଣିଲେ ଯାତ୍ରା ମାଲିକ ମାନଙ୍କର ଗାତ୍ର ଦାହ ହେଲା ତେଣୁ ଯାତ୍ରା ମାଲିକ ମାନେ ଦେଖିଲେ ଯଦି ଆଜି ନରି ପଣ୍ଡା ତୁଳସୀ ଗଣନାଟ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେଣି ୟାଙ୍କୁ ଯଦି ଆମେ ଏଇଠି ନ ବାଡ଼େଇ ଦେବୁ ତାହେଲେ ଆଗାମୀ ଦିନରେ ଯାତ୍ରା କଳାକାର ମାନେ ଅନ୍ୟ ଯାତ୍ରା ପାର୍ଟି ବିରୁଦ୍ଧରେ ଯେତେବେଳେ ସ୍ଲୋଗାନ ଦେବେ ସେତେବେଳେ ଯାତ୍ରା ବନ୍ଦ ହୋଇଯିବ ସେଥିପାଇଁ ଯାତ୍ରା ମାଲିକ ମାନେ ମିଳିତ ଭାବରେ ନରି ପଣ୍ଡାକୁ ଆକ୍ରମଣ କରିଛନ୍ତି ଆଜି ଓଡ଼ିଶାରେ ଯାତ୍ରାର କଳାକାର ମାନଙ୍କର ଏକଜୁଟ ନାହିଁ ଯଦି ଆଜି ଯାତ୍ରା କଳାକାର ମାନଙ୍କର ଏକଜୁଟ ଥାନ୍ତା ନରି ପଣ୍ଡାଙ୍କ ଉପରେ ଏଭଳି ଯେଉଁ ବ୍ୟାନ୍ କଲେ ଯାତ୍ରା ମାଲିକ ମାନେ ତାହେଲେ ଯେଉଁ ସବୁ ଯାତ୍ରା କଳାକାର ମାନେ ଏକାଠି ହେଇଥାନ୍ତେ ଇଏ କୁଆଡ଼ୁ ବ୍ୟାନ୍ କରିଥାନ୍ତେ ଯଦି ଯାତ୍ରା ମାଲିକ ମାନେ ଏକାଠି ହେଇପାରୁଛନ୍ତି କିନ୍ତୁ କଳାକାର ମାନେ ଏକାଠି ହେଇପାରୁନାହାନ୍ତି ତାର କାରଣ କ'ଣ କାରଣ ଯାତ୍ରା ମାଲିକ ମାନେ କଳାକାର ମାନଙ୍କୁ ଏତେ ଟଙ୍କାରେ କିଣି ଦେଇଛନ୍ତି ଯେ ସେମାନେ ମୁହଁ ଖୋଲିବାକୁ ଚୁପ୍ ଯାହାଦ୍ୱାରା ଆଜି ନରି ପଣ୍ଡା ଭଳି ଜଣେ ହାସ୍ୟ ଅଭିନେତା ଯାତ୍ରା ଜଗତରୁ ବାହାରି ଯାଉଛନ୍ତି କାରଣ ତାଙ୍କୁ ସବୁ ଯାତ୍ରା ମାଲିକ ମାନେ ବ୍ୟାନ୍ କରିଛନ୍ତି ସେ କେଉଁଠି ଯାତ୍ରା କରିପାରିବେନି ଭଲ କଥା ନ କରନ୍ତୁ କିନ୍ତୁ ଆଗାମୀ ଦିନରେ ଯଦି ନରି ପଣ୍ଡା ଭଳି ଜଣେ ହାସ୍ୟ ଅଭିନେତା ଖାଇବା ବିନା ମରିଯାଏ ତାହେଲେ କଳାକାର ମାନେ ଦାୟୀ ରହିବେ କି ଯାତ୍ରା ମାଲିକ ମାନେ ଦାୟୀ ରହିବେ ତେଣୁ ଆମେ କହିବା କଥା ନରି ପଣ୍ଡାଙ୍କ ସାଙ୍ଗରେ ଓଡ଼ିଶାର ସମସ୍ତ ମିଡ଼ିଆ ଅଛନ୍ତି ତେଣୁ ନରି ପଣ୍ଡା ଭୟ କରନି ଆଗକୁ ଆସ ଯାତ୍ରା ମାଲିକ ମାନଙ୍କ ପାଖରେ ପଇସା ଅଛି ବୋଲି ସେ ଯାହା ନାହିଁ ତା ଷ୍ଟେପ୍ ନେଇଯିବେ ଯଦି ନରି ପଣ୍ଡାଙ୍କୁ ଚଣ୍ଡିଖୋଲକୁ ଡକାଯାଇ ତୁଳସୀ ମାଲିକ ସେ ହୋଟେଲ ଭିତରେ ପୁରେଇ ଯେଉଁ ବାଡ଼େଇକିରି ପ୍ୟାଣ୍ଟ ସାର୍ଟ କରି ବାଡ଼େଇଲା ସେ ସିସିଟିଭି କାହିଁ ପଦାକୁ ଆସୁନି ଯଦି ସେ ସିସିଟିଭି ପଦାକୁ ଆସନ୍ତା ତାହେଲେ ସତ୍ୟ ବାହାରକୁ ଆସନ୍ତା କିନ୍ତୁ ଏବେ ତୁଳସୀ ଗଣନାଟ୍ୟ କହୁଛି ଯେ ମୁଁ ବାଡ଼େଇନି ଯଦି ତମେ ବାବୁ ବାଡ଼େଇନ କିନ୍ତୁ ଜଣେ ଅଭିନେତା ନରି ପଣ୍ଡା ତାଙ୍କ ଆଖିରେ ଲୁହ ଆସନ୍ତାନି ତାଠୁ ବଡ଼ କଥା ହେଉଛି ତୁଳସୀ ଗଣନାଟ୍ୟର ମାଲିକ ତମେ ତାଙ୍କ ସ୍ତ୍ରୀଙ୍କ ଅଭାଷା ଭାଷାରେ ଗାଳି ଦେବାଟା କାରଣ କ'ଣ କାରଣ ପାଇଁ ତମେ ଗାଳି ଦେଲ ତାକୁ ତେଣୁ ତମେ ତା ସ୍ତ୍ରୀକି ଗାଳି ଦେଲ ବୋଲି ସିଏ ତମକୁ କହିଲା ମୁଁ ତମ ଯାତ୍ରା ପାର୍ଟିରେ କାମ କରିବି ନାହିଁ ତମ ଟଙ୍କା ଫେରେଇଦେବି ଟଙ୍କା ଫେରାଇବାକୁ ଯାଇ ତାକୁ ତମେ ମାଡ଼ ମାରିବ ଆଉ ମାଡ଼ ମାରିଲ ଅନ୍ୟ ମାଲିକ ମାନେ ଯେଉଁ ଏକଜୁଟ ହୋଇ ନରି ପଣ୍ଡାକୁ ବ୍ୟାନ୍ କଲ ଏଇଟା କ'ଣ ଠିକ୍ କଲ ତେଣୁ ଅନ୍ୟ ମାଲିକ ମାନେ ବି ଚିନ୍ତା କରିବାର ଥିଲା ଯେ ତୁଳସୀ ଠିକ୍ କହୁଛି ନା ନରି ପଣ୍ଡା ଠିକ୍ କହୁଛନ୍ତି ବିଚାରକୁ ନେଲ ନାହିଁ କଲ ନାହିଁ କିଛି କିନ୍ତୁ ନରି ପଣ୍ଡାକୁ ବ୍ୟାନ୍ କଲ ଏଇଟା ଉଚିତ ନୁହଁ କାଲି ସକାଳୁ ଯଦି ନରି ପଣ୍ଡା ଭଳି ଅଭିନେତା ବ୍ୟାନ୍ ହେଇଛି ତେଣୁ ଆଗାମୀ ଦିନରେ ଯେଉଁମାନେ ସବୁ ଆଗ ଧାଡ଼ିର କଳାକାର ମାନେ ଅଛ ତମକୁ କାଲି ଯାତ୍ରା ମାଲିକ ମାନେ ବ୍ୟାନ୍ କରିବେନି ବୋଲି କିଛି ଅଛି କି ତେଣୁ ଆଗାମୀ ଦିନରେ ଏମିତି ଯଦି କଳାକାର ମାନେ ମାଲିକମାନଙ୍କ କଥାରେ ପରିଚାଳିତ ନ ହେବେ ବହୁ କଳାକାରଙ୍କୁ ମାଲିକ ମାନେ ବ୍ୟାନ୍ କରିଦେବେ ଏମାନେ ଖାଇବାକୁ ପାଇବେନି ଯଦି ଏମାନେ ନରି ପଣ୍ଡାକୁ ସପୋର୍ଟ ନ କରନ୍ତି ଆଗାମୀ ଦିନ ଆଙ୍କର ଦଶା ବି ସେମିତି ହେବ ମାଲିକମାନଙ୍କ ପାଖରେ ପଇସା ଅଛି ମାନେ ଗୁଣ୍ଡାଗର୍ଦି କରୁଛନ୍ତି ତେଣୁ ଓଡ଼ିଶା ସରକାର ଯେତେବେଳେ ଏତେ ବଡ଼ ଘଟଣା ଘଟଣା ଓଡ଼ିଶା ସରକାର ଏଥିରେ ପଶିବା ଦରକାର ଜଣେ ଅଭିନେତାଙ୍କୁ ଯାତ୍ରା ମାଲିକ ମାନେ ବନ୍ଦ କଲେଣି ଯେତେବେଳେ ନଙ୍ଗଳା ନାଚ ଓଡ଼ିଶାରେ ହେଉଥିଲା ତାକୁ ଜଣେ ବିଧାୟକ ବାବୁ ସିଂ ବିରୋଧ କରି ବନ୍ଦ କଲେ ସେତେବେଳେ ମାଲିକମାନେ କେଉଁଠି ଥୋଇଥିଲେ ତେଣୁ ନଙ୍ଗଳା ନାଚକୁ ଯଦି ବ୍ୟାନ୍ କରିପାରିଲେ ନରି ପଣ୍ଡା ଭଳି ଜଣେ ଅଭିନେତାଙ୍କୁ ବ୍ୟାନ୍ କରାଯାଇଛି ତାହେଲେ ବିଜେପି ସରକାର କରୁଛି କ'ଣ ସିସିଟିଭି ଯଦି ଫୁଟେଜ୍
मार्केट को छड़ा जाए तुलसी मालिकर ताले 100% सत्य बाहर नरी पंडा को तुलसी मालिक बाड़ेवाटा सत्य टिके भी भूल नहीं कारण नरी पंडा भद्रक चंडीखोल आसिले कहीं डकर आइला बोली से आइले तुलसी मालिक डाकिला सी आसिले टंका धरिकी टंका नवा ना तुलसी मालिक जो अत्याचार कर जो बाड़े नले नरी पंडा बोली जन अभिनेता एते जोरे कांदंतनी एते कष्ट बोली से कांदुचंती तेणु तांको सहयोग करने लगी ओडिशार सबू मीडिया माने हाथ बढ़ाई देवा दरकार मालिक मानकर उत्पात बंद हवा दरकार।